କହିଲା ମୁଁ ରାଜାଙ୍କ ପାଖକୁ ଯାଉଛି। ଜଗୁଆଳି ଭାବିଲା ରାଜା ତା ସାହସ ଦେଖି ଖୁସି ହେବେ। ଜଗୁଆଳି କହିଲା ମୁଁ ତୁମକୁ ରାଜାଙ୍କ ପାଖକୁ ନେଇଯିବି। ତା ବଦଳରେ ମୋତେ ତମେ କଣ ଦବ? ଲୋକଟି କହିଲା ମୋତେ ଯାହା ମିଳିବ ତୁମେ ତାହା ନେବ। କିଏ ବସିଛନ୍ତି? କୋଉଥିରେ ବସିଛନ୍ତି? ଆସନରେ। ଦେଖ ସେ କେଡ଼େ ବଡ଼ ମୁକୁଟ ପିନ୍ଧିଛନ୍ତି। କେତେ ହାର ପିନ୍ଧିଛନ୍ତି। ବୁଝୁଛ ତ? ଇଏ ହଉଛନ୍ତି କିଏ? ରାଜା। ଦେଖ ତାଙ୍କ ସେବକ ଠିଆ ହେଇଛି ତାଙ୍କ ପାଖରେ, ତାକୁ ବିଛି ଦଉଛି। ଦେଖୁଛ ତ? ଜଗୁଆଳି ଆଡ଼େ ଦେଖ। ଜଗୁଆଳି ଖୁସି ହୋଇ ରାଜାଙ୍କ ପାଖକୁ ନେଇଗଲା। ରାଜା ପଚାରିଲେ କିଏ ତୁମେ? କୁଆଡ଼େ ଆସିଛ? ଲୋକଟି କହିଲା ମୁଁ କେବେ ଆପଣଙ୍କୁ ଦେଖି ନାହିଁ। ଆଜି ଦର୍ଶନ କରିବାକୁ ଆସିଛି। ଏକଥା ଶୁଣି ରାଜା ବହୁତ ଖୁସି ହେଲେ। କହିଲେ ମୁଁ ତୁମକୁ ଉପହାର ଦେବି। କୁହ ତୁମର କଣ ଦରକାର? ଲୋକଟି କହିଲା ମୋତେ 100 ଯୋତା ପାହାର ଦିଅନ୍ତୁ। ରାଜା କହିଲେ ଯଦି ତୁମର ଏହା ଇଚ୍ଛା ତାହେଲେ ଦିଆଯିବ। ଲୋକଟି କହିଲା ମୁଁ ଆପଣଙ୍କ ଜଗୁଆଳିକୁ ଡାକୁଛି। ମୋ ଉପହାର ସିଏ ନେବ। ଜଗୁଆଳି କହିଥିଲା ନା ମୋତେ ଦବ, ସେଥିପାଇଁ ଜୋତା ପାହାର ଏଇଟା ସିଏ ଖାଇବ ହେଲା। ରାଜା ଆଶ୍ଚର୍ଯ୍ୟ ହେଲେ। ଲୋକଟିର ଚାଲାକି ବୁଝିପାରିଲେ। ଜଗୁଆଳି ତା ଭୁଲ ପାଇ ଫଳ ପାଇଲା। ରାଜା ଖୁସି ହୋଇ ଲୋକଟିକୁ ଉପହାର ଭାବରେ ଘୋଡ଼ାଟିଏ ଦେଲେ। ଖୁସି ମନରେ ସେ ଘରକୁ ଗଲା। ଦେଖ ସେ କେମିତି ଘୋଡ଼ା ନେଇକି ଯାଉଛି।